ଆମ ପୃଥିବୀରେ ଅନେକ ପ୍ରକାରର ବସ୍ତୁ ବା ପଦାର୍ଥ ଗୁଡ଼ିକ ରହିଥାଏ, ଯଥା ମାଟି, ପାଣି ଓ ପବନ। ତେଣୁ ଆମେ କହିପାରିବା ଯେ ପୃଥିବୀରେ ଥିବା ସମସ୍ତ ବସ୍ତୁ ବା ପଦାର୍ଥ ପରମାଣୁ ଗୁଡ଼ିକୁ ନେଇ ଗଠିତ। ଯଥା ଉଦାହରଣ ସ୍ୱରୂପ ଆମେ ଯେଉଁ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରନ୍ତି, ଯେଉଁ ଜଳକୁ ଆମେ ବ୍ୟବହାର କରନ୍ତି ଏବଂ ତା ସହିତ ଆମେ ଯେଉଁ ମୋବାଇଲ ଫୋନକୁ ବ୍ୟବହାର କରନ୍ତି, ଏହି ସମସ୍ତ ସାମଗ୍ରୀ ଗୁଡ଼ିକ ଏହି ପରମାଣୁ ଗୁଡ଼ିକୁ ନେଇ ଗଠିତ ହୋଇଥାଏ। ତେବେ ବାସ୍ତବରେ ଏହି ପରମାଣୁ ପୁଣି କ'ଣ? ଏ ପରମାଣୁର ଅର୍ଥ କ'ଣ ଏବଂ ଏହି ପରମାଣୁ ମଧ୍ୟରେ କ'ଣ ଅଛି ଏବଂ ଏହି ପରମାଣୁର ବିଶେଷତା କ'ଣ? ଚାଲ ଏ ବିଷୟରେ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ଏହି ପରମାଣୁକୁ ବୁଝିବା ପାଇଁ ତୁମେ ଏହି ଚିତ୍ରଟିକୁ ଲକ୍ଷ୍ୟ କର। ଏହି ଚିତ୍ରରେ ଆମେ କିଛି ଜିନିଷ ତ ଲକ୍ଷ୍ୟ କରୁଛନ୍ତି। ବର୍ତ୍ତମାନ ଧୀରେ ଧୀରେ ଆମେ ଏହି ସବୁକୁ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ପ୍ରଥମତଃ ମୁଁ ଯଦି କହିବି ଯେ ପରମାଣୁ କ'ଣ, ତାହେଲେ ଆମେ କହିପାରିବା ଯେ ପରମାଣୁ ହେଉଛି ପଦାର୍ଥର ସବୁଠୁ କ୍ଷୁଦ୍ରତମ କଣିକା। ଯେମିତି ଏକ ଘର କରିବା ପାଇଁ ଆମକୁ ଇଟା ଦରକାର ହୋଇଥାଏ, ସେହିପରି ସମସ୍ତ ବସ୍ତୁ ବା ପଦାର୍ଥ ତିଆରି କରିବା ପାଇଁ ଆମକୁ ପରମାଣୁର ଆବଶ୍ୟକ ହୋଇଥାଏ। ଏବଂ ଯଦି ଆମେ ଏହି ପରମାଣୁର ଭିତରକୁ ଦେଖିବା ପାଇଁ ଚେଷ୍ଟା କରିବା, ଆମେ ଦେଖିବା ଯେ ଏହି ପରମାଣୁ ଗୁଡ଼ିକ କିଛି ଅବପରମାଣୁ କଣିକା ଗୁଡ଼ିକୁ ନେଇ ଗଠିତ। ବାମ ପାର୍ଶ୍ୱରେ ଥିବା ଚିତ୍ରରେ ତୁମେ ଦେଖିପାରୁଥିବ ଯେଉଁ ନୀଳ ଏବଂ ନାରଙ୍ଗୀ ରଙ୍ଗର କିଛି କଣିକା ଗୁଡ଼ିକୁ ମୁଁ ଦେଖାଇଛି, ଏଗୁଡ଼ିକ ହେଉଛନ୍ତି କିଛି ଅବପରମାଣୁ ଏବଂ ଏହି ଅବପରମାଣୁ ଗୁଡ଼ିକ ହେଉଛନ୍ତି ଇଲେକ୍ଟ୍ରନ୍, ପ୍ରୋଟନ୍ ଏବଂ ନ୍ୟୁଟ୍ରନ୍। ତେବେ ଚାଲ ବାମ ପାର୍ଶ୍ୱରେ ଦିଆଯାଇଥିବା ଏହି ଚିତ୍ରଟିକୁ ଦେଖି ଆମେ ଏହି ଅବପରମାଣୁ ଗୁଡ଼ିକ ଯଥା ପ୍ରୋଟନ୍, ଇଲେକ୍ଟ୍ରନ୍ ଏବଂ ନ୍ୟୁଟ୍ରନ୍ ବିଷୟରେ ଅଧିକ ଜାଣିବା ଏବଂ ତା ସହିତ ଆମେ ଏହି ପରମାଣୁର ଗଠନ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ତୁମେ ଲକ୍ଷ୍ୟ କର, ଏହି ଚିତ୍ରରେ ଏହି ପରମାଣୁର ମଧ୍ୟଭାଗରେ ଏକ କଣିକାଟେ ଅଛି, ଯାହାକୁ ଆମେ ନ୍ୟୁକ୍ଲିୟସ୍ ବୋଲି କହିଥାନ୍ତି ଏବଂ ଏହି ନ୍ୟୁକ୍ଲିୟସ୍ କିଛି ପ୍ରୋଟନ୍ ଏବଂ କିଛି ନ୍ୟୁଟ୍ରନ୍କୁ ନେଇ ଗଠିତ ହୋଇଥାଏ। ଏବଂ ଏହି କଣିକାର ଚତୁଃପାର୍ଶ୍ୱରେ ଯେଉଁ ଗୋଲାକାର ପଥଟିଏ ଘୁରୁଛି, ଏହାକୁ ଆମେ ଇଲେକ୍ଟ୍ରନ୍ର କକ୍ଷପଥ ବୋଲି କହିଥାନ୍ତି ବା ଏହାକୁ ଆମେ ଇଲେକ୍ଟ୍ରନ୍ର ମେଘ ବୋଲି କହିପାରିବା। କାହିଁକି ଇଲେକ୍ଟ୍ରନ୍ର ମେଘ ବା ଇଲେକ୍ଟ୍ରନ୍ କ୍ଲାଉଡ୍ ବୋଲି କହିବା, ତାହା ତୁମେ ପରବର୍ତ୍ତୀ ଶ୍ରେଣୀରେ ଭଲସେ ବୁଝିପାରିବ। ବର୍ତ୍ତମାନ ଜାଣି ରଖ ଯେ ଏହି ପଥକୁ ଆମେ ଇଲେକ୍ଟ୍ରନ୍ର କକ୍ଷପଥ ବୋଲି କହିଥାନ୍ତି ଏବଂ ଏହି ଇଲେକ୍ଟ୍ରନ୍ର କକ୍ଷପଥରେ ଇଲେକ୍ଟ୍ରନ୍ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରେ। ବର୍ତ୍ତମାନ ତୁମେ ଦେଖିପାରୁଥିବ ମୁଁ ଯେଉଁ ନ୍ୟୁକ୍ଲିୟସ୍ଟି ଅଙ୍କନ କରିଛି, ଏହା ତାର ବାସ୍ତବିକ ଆକାର ଠାରୁ ଅନେକ ବଡ଼ ଅଛି। ବାସ୍ତବରେ ଦେଖିବାକୁ ଗଲେ ଏହି ନ୍ୟୁକ୍ଲିୟସ୍ଟି ଅତ୍ୟନ୍ତ ଛୋଟ ଅଟେ ଏବଂ ଏହି ଇଲେକ୍ଟ୍ରନ୍ର କକ୍ଷପଥ ଏହି ନ୍ୟୁକ୍ଲିୟସ୍ ଠାରୁ 1,00,000 ଗୁଣରୁ ଅଧିକ ହୋଇଥାଇପାରେ। ତେବେ ଆମେ ଜାଣିଲେ ଯେ ଏହି କକ୍ଷପଥରେ ଇଲେକ୍ଟ୍ରନ୍ ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଅନବରତ ଘୁରୁଥାନ୍ତି। ତା ସହିତ ଯଦି ଆମେ କହିବା, ଏହି କକ୍ଷପଥ ଏକ ପରମାଣୁର ଆକାର ନିର୍ଦ୍ଧାରଣ କରିଥାଏ। ଠିକ୍ ଅଛି, ତେବେ ଏହା ତ ହେଲା ଏକ ପରମାଣୁର ଗଠନ। ବର୍ତ୍ତମାନ ଆମେ ଏହି ପ୍ରୋଟନ୍, ନ୍ୟୁଟ୍ରନ୍ ଏବଂ ଇଲେକ୍ଟ୍ରନ୍କୁ, ଯାହାକି ଅବପରମାଣୁ କଣିକା ଗୁଡ଼ିକୁ ସେମାନଙ୍କର ଚାର୍ଜ ଓ ବସ୍ତୁତ୍ୱକୁ ଆଧାର କରି ପାର୍ଥକୀକରଣ କରିବା, କାରଣ ଏହି ଅବପରମାଣୁ କଣିକା ଗୁଡ଼ିକର ଚାର୍ଜ ଓ ବସ୍ତୁତ୍ୱ ଭିନ୍ନ ଅଟେ। ତେବେ ଚାଲ ପ୍ରଥମେ ଆମେ ଏହି କଣିକା ଗୁଡ଼ିକର ଚାର୍ଜ ଓ ବସ୍ତୁତ୍ୱ ବିଷୟରେ ତ ଆଲୋଚନା କରିବା, ପ୍ରଥମେ ଚାର୍ଜ ବିଷୟରେ ଆଲୋଚନା କରିବା। ଯଦି ଆମେ ପ୍ରଥମେ ପ୍ରୋଟନ୍କୁ ଲକ୍ଷ୍ୟ କରିବା, ପ୍ରୋଟନ୍ର ଚାର୍ଜ +1 ହୋଇଥାଏ, ଯାହାକି ଧନାତ୍ମକ ଚାର୍ଜ ବିଶିଷ୍ଟ ବା ପଜିଟିଭ୍ ଚାର୍ଜ ବିଶିଷ୍ଟ। ଯଦି ଆମେ ପୁନଶ୍ଚ ଇଲେକ୍ଟ୍ରନ୍କୁ ଲକ୍ଷ୍ୟ କରିବା, ତେବେ ଇଲେକ୍ଟ୍ରନ୍ ଗୁଡ଼ିକ ବିଯୁକ୍ତ ଚାର୍ଜ ବିଶିଷ୍ଟ ବା ଋଣାତ୍ମକ ଚାର୍ଜ ବିଶିଷ୍ଟ, ଯାହାକୁ ଆମେ -1 ଦେଇକି ଲେଖିବା। ତେବେ ଏଇଠି ଯଦି ଆମେ ଗୋଟେ ଜିନିଷ ଲକ୍ଷ୍ୟ କରିବା, ଆମେ ଦେଖିବା ଯେ ପ୍ରୋଟନ୍ ଏବଂ ଇଲେକ୍ଟ୍ରନ୍ର ଚାର୍ଜ ସମାନ ହୋଇଥାଏ କିନ୍ତୁ ବିପରୀତ ହୋଇଥାଏ। ତେଣୁ ଏକ ପରମାଣୁ ମଧ୍ୟରେ ଥିବା ପ୍ରୋଟନ୍ ଓ ଇଲେକ୍ଟ୍ରନ୍ ଯୋଡ଼ି ହେଲେ ଚାର୍ଜ ମିଶି ଏମାନଙ୍କର ଚାର୍ଜ ଶୂନ୍ୟ ହୋଇଯାଏ। ପୁନଶ୍ଚ ଆମେ ନ୍ୟୁଟ୍ରନ୍କୁ ଲକ୍ଷ୍ୟ କରିବା। ଜାଣି ରଖ ଯେ ନ୍ୟୁଟ୍ରନ୍ର କୌଣସି ବି ଚାର୍ଜ ନଥାଏ, ଯାହାର ଅର୍ଥ ହେଉଛି ସେମାନେ ନ୍ୟୁଟ୍ରାଲ୍ ଅଟନ୍ତି। ତେବେ ପୁଣି ବସ୍ତୁତ୍ୱ କେମିତି ଜାଣିବା? ତେବେ ଏଇଠି ଜାଣି ରଖ ଯେ ପ୍ରୋଟନ୍ ଓ ନ୍ୟୁଟ୍ରନ୍ର ବସ୍ତୁତ୍ୱ ସମାନ ହୋଇଥାଏ, ଯାହାକି 1U। ଏଠି ୟୁର ଅର୍ଥ ହେଉଛି ୟୁନିଫାଏଡ୍ ମାସ୍, ଅର୍ ତାକୁ ଆମେ ଏମିତି ବି କହିପାରିବା ଯେ ୟୁନିଫାଏଡ୍ ଆଟମିକ୍ ମାସ୍ ୟୁନିଟ୍, ଯାହାକୁ ସଂକ୍ଷେପରେ ୟୁ ବୋଲି ଲେଖାଯାଇଥାଏ। ବର୍ତ୍ତମାନ ପୁଣି ଇଲେକ୍ଟ୍ରନ୍ର ବସ୍ତୁତ୍ୱ କ'ଣ? ଇଲେକ୍ଟ୍ରନ୍ର ବସ୍ତୁତ୍ୱ ପାଖାପାଖି 0.0005U, ଯାହାକି ଏହି ପ୍ରୋଟନ୍ ଓ ନ୍ୟୁଟ୍ରନ୍ର ବସ୍ତୁତ୍ୱ ଅପେକ୍ଷା 2000 ଗୁଣା କମ୍ ଅଟେ। ଯାହାଦ୍ୱାରା କି ଆମେ କହିପାରିବା ଯେ ଯେତେବେଳେ ଆମେ ଏକ ପରମାଣୁର ବସ୍ତୁତ୍ୱ ନିର୍ଦ୍ଧାରଣ କରନ୍ତି, ସେତେବେଳେ ସେମାନଙ୍କର ଇଲେକ୍ଟ୍ରନ୍ର ବସ୍ତୁତ୍ୱକୁ ଆମେ ଗଣନ୍ତି ନାହିଁ। ତେଣୁ ଏମାନଙ୍କର ବସ୍ତୁତ୍ୱ
ସେମାନଙ୍କର ନ୍ୟୁକ୍ଲିୟସ୍ ମଧ୍ୟରେ ଥାଏ। ଆମେ କହିପାରିବା ଯେ ପରମାଣୁର ସମସ୍ତ ବସ୍ତୁତ୍ୱ ତାର ନ୍ୟୁକ୍ଲିୟସ୍ ଭିତରେ ହିଁ ରହିଥାଏ। ଠିକ୍ ଅଛି, ତେବେ ବର୍ତ୍ତମାନ ଆମେ ପୂର୍ବରୁ କ'ଣ ପଢ଼ିଥିଲେ ଯେ ପୃଥିବୀରେ ଆମେ ଯାହା ବି ସବୁ ଦେଖିଥାନ୍ତି ସମସ୍ତ ବସ୍ତୁ ବା ପଦାର୍ଥ ପରମାଣୁ ଗୁଡ଼ିକୁ ନେଇ ଗଠିତ ହୋଇଥାଏ। ଯଥା ଯଦି ଆମେ ଶ୍ୱାସକ୍ରିୟାରେ ନେଉଥିବା ବାୟୁ, ପିଉଥିବା ଜଳ କିମ୍ବା ମୋବାଇଲ ଫୋନକୁ ଦେଖିବା, ଏ ସମସ୍ତ ବସ୍ତୁ ବା ପଦାର୍ଥ ଗୁଡ଼ିକ କିଛି ପରମାଣୁକୁ ନେଇ ଗଠିତ ହୋଇଥାନ୍ତି ଏବଂ ଏହି ପରମାଣୁ ମଧ୍ୟରେ କିଛି ଅବପରମାଣୁ କଣିକା ଗୁଡ଼ିକ ଥାନ୍ତି, ଯାହାକୁ ଆମେ ଇଲେକ୍ଟ୍ରୋନ୍, ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ବୋଲି କହିଥାନ୍ତି।